ସାଙ୍ଗମାନେ ଆଶା କରୁଛି ଭଗବାନଙ୍କର ଅପାର କରୁଣାରେ ଆପଣମାନେ ଭଲରେ ଥିବେ ଏବଂ ସୁଖମୟ ଜୀବନ ଅତିବାହିତ କରୁଥିବେ। ଆଜି ଆମେ ନବମ ଶ୍ରେଣୀ ହେ ମୋର କଲମ ବିଷୟବସ୍ତୁର ପ୍ରଶ୍ନୋତ୍ତରକୁ ଆଲୋଚନା କରିବା। ଆମର ପ୍ରଶ୍ନ ପ୍ରଥମରେ କ'ଣ ଅଛି ନା କ୍ୱେଶ୍ଚିନ୍ ନମ୍ବର 1, ନିମ୍ନଲିଖିତ ଉକ୍ତି ମଧ୍ୟରୁ ଠିକ୍ ଉକ୍ତି ଗୁଡ଼ିକ ବାଛି ଲେଖିବାକୁ ସେ କହିଛି। ଆମକୁ ଯୋଉଟା ସଠିକ ହବ ତାକୁ ଖୋଜିବାକୁ ପଡିବ। ଅପସନ କ, କଲମ ସଦାବେଳେ ସତ୍ୟ, ଅହିଂସା, ଶାନ୍ତି ପ୍ରତିଷ୍ଠା କରିବା ପାଇଁ ନୀରବରେ ବିପ୍ଳବ କରିଆସିଛି। ଏଟା ସଠିକ କଥା। ଆମେ ପାଠରେ ମଧ୍ୟ ପଢି ଆସିଛୁ ଯେ କଲମର କାମ କ'ଣ ନା ସେ ସତ୍ୟ, ଅହିଂସା, ଶାନ୍ତି ପ୍ରତିଷ୍ଠା କରିବା ତାର ହେଉଛି କାମ। ଖରେ ଅଛି କଲମ ମଡ଼ା ଦେହରେ ଜୀବନର ସଞ୍ଚାର କରିପାରେ, ଅର୍ଥାତ୍ ଯୋଉଟା ମୃତ ତା ଦେହରେ ମଧ୍ୟ ଇଏ କ'ଣ କରିପାରିବ ନା ଜୀବନର ସଞ୍ଚାର କରିପାରିବ, ପ୍ରସାର କରିପାରିବ। ଏହି ଉକ୍ତିଟି ମଧ୍ୟ ଠିକ ଅଛି। କ ଏବଂ ଖ ଠିକ ଅଛି। କଲମକୁ ନିଜର ବିଶ୍ୱସ୍ତ ବନ୍ଧୁ ବୋଲି କବି କହିଛନ୍ତି। ଉକ୍ତି ଗ ବି ମଧ୍ୟ ଠିକ ଅଛି। ଘଟା କବିଙ୍କ ମତରେ କଲମର ଗାର ଅମର ଅଟେ, ଏଟା ବି ଠିକ ଅଛି। ଯୁଗ ଯୁଗ ଧରି ଛଳନା, ଗୁଣ୍ଡାମି, ପେଷଣ ଓ ଶୋଷଣ କଲମ ନିକଟରେ ପରାଜୟ ସ୍ୱୀକାର କରିଛି, ଏ ବି ଠିକ ଅଛି। ପୃଥିବୀରେ ସମସ୍ତ ମତବାଦ କ୍ଷଣସ୍ଥାୟୀ ହୋଇଥାଏ, ଏଟା ବି ଠିକ କଥା। କଲମର ମୁନ ସମସ୍ତ ଅସ୍ତ୍ର ଠାରୁ ଶକ୍ତିଶାଳୀ, ଇଏ ବି ହଉଛି ସଠିକ କଥା। କ୍ୱେଶ୍ଚିନ୍ ନମ୍ବର 2, ଅନ୍ଧ ଦେଇଛ ଆଖି ଚାରି ଗୋଟି ଅର୍ଥ ନିମ୍ନରେ ସୂଚିତ ହୋଇଛି। ଏଇଥିରୁ ଠିକ ଉକ୍ତିଟିକୁ ଆମେ ବାଛିବା। ତାର ଅର୍ଥ ହେଲା ଅପସନ କ ରେ କହିଛି ଅନ୍ଧକୁ ଆଖି ଦାନ କରିଛି, ଏଟା ଭୁଲ କଥା ପିଲାମାନେ। ଖରେ ଅଛି ଅନ୍ଧ ଆଖୁ ଦାନ, ଆଖୁ ନୁହେଁ, ଏଟା ଆଖି ହବ, ଆଖି ଦାନ କରିଛି, ଇଏ ବି ଭୁଲ କଥା। ଅଜ୍ଞାନ ଜନତାକୁ ଜ୍ଞାନ ପ୍ରଦାନ କରିଛି, ଅର୍ଥାତ୍ ଇଏ ହଉଛି ସଠିକ ଆନ୍ସର। ଆଦାନ କରିବାକୁ ଅନ୍ଧକୁ କହିଛି, ଏଟା ଭୁଲ କଥା। ତ ଅପସନ କ, ଖ, ଘ ଭୁଲ ଅଛି। ଅପସନ ଗ ଅଜ୍ଞାନ ଜନତାକୁ ଜ୍ଞାନ ପ୍ରଦାନ କରିବା, ଇଏ ହଉଛି ସଠିକ ଆନ୍ସର ପିଲାମାନେ। ନେକ୍ସଟ ଯିବା। କ୍ୱେଶ୍ଚିନ୍ ନମ୍ବର 3, ଅର୍ଥଗତ ପାର୍ଥକ୍ୟ ଦର୍ଶାଇବାକୁ କହିଛି। ଚିରର ଅର୍ଥ ହେଲା ଛିନ୍ନ ବା ବସ୍ତ୍ର, ଛିନ୍ନ ବସ୍ତୁ ବା ବକଳକୁ ଯୋଉଟା ଆମେ କହିଥାଉ। ଚିରର ଅର୍ଥ ହେଲା ସବୁଦିନ ପାଇଁ। ପୁର କହିଲେ ଗୃହ, ପ୍ରସାଦ। ପୁର କହିଲେ ଜଳରାଶି, ପ୍ରବାହ, ସମୂହ, ପୃଷ୍ଠକ ଇତ୍ୟାଦି ମିଷ୍ଟ ଦ୍ରବ୍ୟକୁ ମଧ୍ୟ ବୁଝାଇଥାଏ। ବିଷ କହିଲେ ଗରଳ ବା ଜହରକୁ ବୁଝାଏ ଏବଂ ବିଷ କହିଲେ ପଦ୍ମ ନାଳକୁ ବୁଝାଏ। ଦିନର ଅର୍ଥ ହେଲା ଦିବସ, ଦିନ କହିଲେ ଦରିଦ୍ରକୁ ବୁଝାଇଥାଏ। ନିମ୍ନଲିଖିତ ଶବ୍ଦ ଗୁଡ଼ିକର ବିପରୀତ ଅର୍ଥାତ୍ ଅର୍ଥବୋଧକ ଶବ୍ଦ ଲେଖ। ଦୁର୍ବଳର ବିପରୀତ ହେଲା ସବଳ, ଜାଗ୍ରତର ବିପରୀତ ହେଲା ସୁପ୍ତ, ଆପଣାର ହେଲା ପର, ବିଶ୍ୱାସୀର ଅବିଶ୍ୱାସୀ, ବନ୍ଧନର ମୋଚନ। ଇଏ ହେଲା ବିପରୀତ ଅର୍ଥବୋଧକ ଶବ୍ଦ। କ୍ୱେଶ୍ଚିନ୍ ନମ୍ବର 5 କୁ ଯିବା ପିଲାମାନେ। ନିମ୍ନଲିଖିତ ଶବ୍ଦ ଗୁଡ଼ିକୁ ବ୍ୟବହାର କରି ଗୋଟିଏ ଗୋଟିଏ ସାର୍ଥକ ବାକ୍ୟ, ଆମକୁ କ'ଣ କରିବାକୁ କହିଛି ନା ବାକ୍ୟ ଗୋଟେ ଗଠନ କରିବାକୁ ପଡିବ। ଅହରହ କୁ ଲଗେଇ ଗୋଟେ ବାକ୍ୟ ଗଠନ କରିବା। ସମ୍ପ୍ରତି ଦେଶରେ ଅହରହ ଦର ବୃଦ୍ଧି ହେତୁ ସାଧାରଣ ଖାଉଟି ବ୍ୟତିବ୍ୟସ୍ତ ହୋଇ ପଡୁଛନ୍ତି। ବର୍ତ୍ତମାନର ସମୟରେ ଦର ବୃଦ୍ଧି ହେଉଥିବାରୁ ଖାଉଟି ମାନେ ବ୍ୟସ୍ତ ବିବ୍ରତ ହୋଇଯାଉଛନ୍ତି। ତୀକ୍ଷ୍ଣ ସୈନ୍ୟବାହିନୀ ସୀମାନ୍ତରେ ଶତ୍ରୁମାନଙ୍କ ଗତିବିଧି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି। ଅଳିକ କଥାରେ ଭାସି ଯାହ ନାହିଁ। ଦୁର୍ବିସହ ମାଲିକର ଦୁର୍ବିସହ ଅତ୍ୟାଚାର ସହି ନ ପାରି କର୍ମଚାରୀ ଜଣକ ଚାକିରି ଛାଡ଼ିଦେଲେ। ମାଲିକ ଯୋଉଭଳି ଭାବରେ ଅତ୍ୟାଚାର କରୁଥିଲା ତାକୁ ସହି ନ ପାରି ଚାକିରି ଛାଡ଼ିଦେଲେ। ଶୋଷଣ, ପୂର୍ବେ ଜମିଦାର ମାନେ ପ୍ରଜାଙ୍କୁ ଶୋଷଣ କରୁଥିଲେ। ଜମିଦାର ମାନେ କ'ଣ କରୁଥିଲେ ନା ଅନ୍ୟମାନଙ୍କୁ ଶୋଷଣ କରୁଥିଲେ। ନିମ୍ନଲିଖିତ ଶବ୍ଦ ଗୁଡ଼ିକର 2ଟି ଲେଖାଏଁ ପ୍ରତିଶବ୍ଦ ଲେଖିବାକୁ ପଡିବ ପିଲାମାନେ। ତନୁ, ତନୁର ଅର୍ଥ ହେଲା ଦେହ ବା ଶରୀର। ଧରା, ଧରଣୀ, ପୃଥିବୀ। ଗିରି କହିଲେ ଶୈଳ, ପର୍ବତ। ଜଳ କହିଲେ ନୀର, ବାରି। ଦେବତା କହିଲେ ଈଶ୍ୱର ବା ଭଗବାନ। ନିମ୍ନଲିଖିତ ବିଶେଷଣ ଶବ୍ଦକୁ ବିଶେଷ୍ୟ ଶବ୍ଦରେ ପରିଣତ କରିବାକୁ ପଡିବ। ଦୁର୍ବଳ
ଦେହ ଶରୀର। ଅମର ଧରଣୀ, ଏଟା ଧରଣୀ ହବ ପିଲାମାନେ, ଏଟା ଧରଣୀ ହେଇଯିବ, ଠିକ ଅଛି। ପୃଥିବୀ। ଜଳ କହିଲେ ଶୈଳ ପର୍ବତ। ସୁନ୍ଦର ନୀର ବାରି। ସଭ୍ୟ କହିଲେ ସଭ୍ୟତା। ଓଡ଼ିଆ ଅଭିଧାନ ନିୟମ କ୍ରମରେ ନିମ୍ନ ପ୍ରଦତ୍ତ ଶବ୍ଦ ଗୁଡ଼ିକୁ ଆମେ କଣ କରିବାକୁ ପଡିବ ନା ସଜେଇବାକୁ ପଡିବ। ଅନ୍ତର, ଅମର, ଅବତାର, ଅନ୍ଧ, ଅକ୍ଷର। ଯଦି ଆମେ ଏହାକୁ ଡିକ୍ସନାରୀ ଅନୁସାରେ ସଜେଇବା ତାହେଲେ କଣ ଆସିବ? ପ୍ରଥମେ ଅକ୍ଷର ଆସିବ, ଅନ୍ତର ଆଇବ, ଅନ୍ଧ, ଅବତାର, ଅମର, ଏମିତି ହବ ପିଲାମାନେ। क्वेश्चन नंबर 9 क स्तंभ ख स्तंभ ଦେଇଛି। କ ସ୍ତମ୍ଭରେ ତନୁ, ହୃଦ, ଅଳିକ, ଅମର, କାଳ ଇଏ ଅଛି। ହେଲେ ପିଲାମାନେ ଆମକୁ କଣ କରିବାକୁ ପଡିବ ନା ଏହାର ମେଳ କରିବାକୁ ପଡିବ। ତନୁ ଦୁର୍ବଳ ହବ, ହୃଦ ମନ୍ଦିର, ଅଳିକ ଧରଣୀ, ଅମର ଯଶ, କାଳ ବକ୍ଷ। ଇଏ ହେଲା ତମର କସ୍ତମ୍ଭ ଏବଂ ଖସ୍ତମ୍ଭ ପିଲାମାନେ ହୋଇଯାଇଛି କି ବୋଲି କବି କହୁଛନ୍ତି। ବର୍ତ୍ତମାନର ସମାଜରେ ଯାହା ବି ବିଶୃଙ୍ଖଳା ସୃଷ୍ଟି ହେଉଛି ତାହାର ପ୍ରତିବାଦ ସ୍ୱରୂପ ଇଏ କାହିଁକି ମୁହଁ ଖୋଲୁନାହିଁ, କାହିଁକି ଚୁପ ପଡି ଯାଇଛି, ସେଇ କଥା ସେମାନେ ବିଚାର କରୁଛନ୍ତି। କ୍ୱେଶ୍ଚିନ୍ ନମ୍ବର 14 କଲମକୁ କଣ କରିବା ପାଇଁ କବି ଆହ୍ୱାନ କରିଛନ୍ତି? ସୁପ୍ତ ଜାତିର ଜଡ଼ତାକୁ ଭାଙ୍ଗି ଜାତିକୁ ଜାଗ୍ରତ କରିବା ପାଇଁ କବି କଲମକୁ ଏଠାରେ ଆହ୍ୱାନ ଜଣାଇଛନ୍ତି। ସେମାନେ ନିଦ୍ରା ଭାଞ୍ଜି କଣ କରିବାକୁ ପଡିବ ନା ତତ୍କ୍ଷଣାତ୍ ତାର ବିପ୍ଳବ କରିବାକୁ ପଡିବ ବୋଲି କବି କହୁଛନ୍ତି। କବିଙ୍କର ବିଶ୍ୱସ୍ତ ସଖା କିଏ ନା କଲମ ହେଉଛି କବିଙ୍କର ବିଶ୍ୱସ୍ତ ସଖା। 16 ନମ୍ବର କଲମଟି କିଭଳି ବନ୍ଧୁ ବୋଲି କବି କୁହାଯାଇଛି ନା କବି କଲମକୁ ଅତି ଆପଣାର ବନ୍ଧୁ ରୂପେ ଅଭିହିତ କରିଛନ୍ତି। ଆପଣାର ବନ୍ଧୁ ଏ ମମ ବିଶ୍ୱସ୍ତ ସଖା ବୋଲି ମଧ୍ୟ କହିଛନ୍ତି। କଲମ କଣ କରି ଅମର ଯଶ ବରଣ କରିଛି ନା କଲମ ତାର ତୀକ୍ଷ୍ଣ ମୁନରେ କବିଙ୍କ ମନୋଲେଖାକୁ ପ୍ରକାଶ କରି କୋଟି କୋଟି ଜନତାକୁ ପୁଲକିତ କରି ଅମର ଯଶ ବରଣ କରିଛି ବୋଲି ସେ କହୁଛନ୍ତି। କଲମ ଦ୍ୱାରା କେଉଁ ଦ୍ୱାର ଖୋଲିବା ପାଇଁ କବି କହିଛନ୍ତି ନା କଲମ ଦ୍ୱାରା ମୁକ୍ତିର ଦ୍ୱାର ଖୋଲିବା ପାଇଁ ସେ କବି ଏଠାରେ କହୁଛନ୍ତି। क्वेश्चन नंबर 19 କରବାଳ ବଜ୍ର ଓ ମୁଷଳ କାହା ନିକଟରେ ପରାସ୍ତ ହୁଅନ୍ତି? କରବାଳ, ବଜ୍ର ଓ ମୁଷଳ କଲମ ନିକଟରେ ପରାସ୍ତ ହୁଅନ୍ତି ବୋଲି ଏଠାରେ କୁହାଯାଇଛି। ଏବଂ क्वेश्चन नंबर 20 ଧରଣୀ 2 ଦିନର ବୋଲି କବି କାହିଁକି କହିଛନ୍ତି ନା ପରିବର୍ତ୍ତନଶୀଳ ଏହି ଧରଣୀରେ ସବୁକିଛି କ୍ଷଣସ୍ଥାୟୀ ହୋଇଥିବାରୁ କବି ଧରଣୀକୁ 2 ଦିନର ବୋଲି ଏଠାରେ କହିଛନ୍ତି। क्वेश्चन नंबर 21 ସତ୍ୟ ନାମରେ ଏଠାରେ କଣ ଘଟୁଛି ବୋଲି କବି କହିଛନ୍ତି? ସତ୍ୟ ନାମରେ ଏ ସଂସାରରେ ଦୁର୍ବିସହ ଛଳନା ତଥା ପ୍ରତାରଣା ମାନ ଘଟୁଛି ବୋଲି କବି କହିଛନ୍ତି। क्वेश्चन नंबर 22 ନର ଦେବତା ରୂପେ ପ୍ରତିଷ୍ଠା ଲାଭ କରେ କିପରି ନା ଜଗତ ଜନର କଲ୍ୟାଣ ସାଧନ ନିମନ୍ତେ ଆତ୍ମନିୟୋଗ କରିଥିବା ମଣିଷ ହିଁ ସଂସାରରେ ଦେବତା ରୂପେ ପ୍ରତିଷ୍ଠା ଲାଭ କରିଥାଏ ବୋଲି ସେ କହିଛନ୍ତି। କେଉଁମାନଙ୍କର ବଚନକୁ କଲମ ଧରି ରଖିଛି ନା ଗୌତମ ବୁଦ୍ଧ, ଶଙ୍କରାଚାର୍ଯ୍ୟ, ଯୀଶୁଖ୍ରୀଷ୍ଟ ଇତ୍ୟାଦି ମହାନ ବାଣୀକୁ କଲମ କଣ କରିଛି ନା ତାକୁ ଧରି ରଖିଛି। କଲମ କେଉଁ କଥାକୁ ଖାତିର ନ କରି ଆଗେଇ ଚାଲିଛି, କାହାର ଗୁଣନାମୀ କୁ ଖାତିର ନ କରି କଲମ କଣ କରିଛି ନା ଆଗକୁ ବଢି ଚାଲିଛି। କଲମର ବିପ୍ଳବ କେଉଁ ଆଦର୍ଶରେ ପରିଚାଳିତ? ସତ୍ୟ ଶାନ୍ତି ଶିବ ସୁନ୍ଦରର ପବିତ୍ର ଆଦର୍ଶରେ କଲମର ବିପ୍ଳବ ପରିଚାଳିତ ହେଉଛି। କାଳବକ୍ଷରେ କଲମ କିପରି ଅମର ହୋଇଯାଇଛି ନା କାଳବକ୍ଷରେ ଘଟୁଥିବା ପ୍ରତିଟି ଘଟଣାକୁ କଲମ ତାର ମୁନରେ ରୂପ ଦେଇ ବାନ୍ଧି ରଖୁଥିବାରୁ କଲମ ଅମର ହୋଇଯାଇଛି। ସେ କଣ କରୁଛି ନା ପ୍ରତ୍ୟେକଟି ଘଟଣାବଳୀକୁ ସେ ଲିପିବଦ୍ଧ କରି ରଖିପାରିଛି। ସରଳାର୍ଥ ଗୋଟେ ଦେଖିବା ପିଲାମାନେ। क्वेश्चन नंबर 17 ଅଛି କଣ ନା ମୂଲ୍ୟ ତୁମର କେତୋଟି ପଇସା ତନୁ ତବ ଦୁର୍ବଳ ଥରାଇଛ କେତେ ହୃଦ ମନ୍ଦିର
ବନ୍ଧୁର ଧରାତଳ। କେତେ ବଢିଆ କବିତାଟିଏ ପିଲାମାନେ। ସଂସ୍କୃତ ପଦ୍ୟାଂଶଟି ଜାତୀୟତାବାଦୀ କବି ଗୋଦାବରୀଶ ମହାପାତ୍ରଙ୍କ ରଚିତ ହେ ମୋର କଲମ ଶୀର୍ଷକ କବିତାରୁ ଆଣିତ। ଏଠାରେ କବି କ୍ଷୀଣ ଶରୀରର ବିଶିଷ୍ଟ କଲମର ଅପରିସମ ଶକ୍ତି ସାମର୍ଥ୍ୟ ବିଷୟରେ ଆଲୋକପାତ କରିଛନ୍ତି। ତାଙ୍କର ଯୋଉ ଶକ୍ତି ଏବଂ ସାମର୍ଥ୍ୟ ବିଷୟରେ ଏଠାରେ କଣ କରିଛନ୍ତି ନା ବର୍ଣ୍ଣନା କରିଛନ୍ତି। କାହାର ନା କଲମର। ଏକ ସାଧାରଣ ପଣ୍ୟଦ୍ରବ୍ୟ ଭାବେ ସାମାନ୍ୟ କେତୋଟି ପଇସା ବିନିମୟରେ କଲମଟିଏ ସହଜରେ ଉପଲବ୍ଧ ହୋଇଥାଏ। ଆମେ ଯଦି କଲମଟିକୁ ଦେଖିବା ବା କିଣିବା, ଏହାର ଶରୀର ଅତି ଦୁର୍ବଳ, ଏହାର ଦାମ ହଉଛି 3 ଟଙ୍କା ମାତ୍ର, କିନ୍ତୁ ତାର ଯେ କେତେ ବ୍ୟବହାର ବା ମୂଲ୍ୟ ଅଛି ତାହା ଆମେ ପରିକଳ୍ପନା ମଧ୍ୟ କରିପାରିବା ନାହିଁ। ଏହାର କଳେବର କ୍ଷୁଦ୍ର, ଏହାର ଶରୀର ହଉଛି ଛୋଟ ଓ ଦୁର୍ବଳ, ମାତ୍ର ଏହାର ଶକ୍ତି ହଉଛି ଅକଳନୀୟ। ଆମେ କଳନା ମଧ୍ୟ କରିପାରିବା ନାହିଁ। କଲମକୁ ବିଶିଷ୍ଟ ରୂପ ଯଦି ମୁଁ ବର୍ଣ୍ଣନା କରିବି ତାହେଲେ ସେ ଏକାଧାରରେ ଜଣେ ଶକ୍ତିଶାଳୀ ମଧ୍ୟ ହେଇପାରିବ। କବି ଲେଖକଙ୍କ ହାତରେ ଏହା ଶକ୍ତିଶାଳୀ ଅସ୍ତ୍ର ଭାବରେ ଶୋଭା ପାଇଥାଏ। ଯେତେବେଳେ କବି ଲେଖୁଥିବ ତାର ଗୋଟେ ଅସ୍ତ୍ର ଭାବେ ସେ ପରିକଳ୍ପନା ହେଉଥିବ। କଲମ କବିଙ୍କ ପାଇଁ ଅତି ଆପଣାର ବନ୍ଧୁ ଏବଂ ବିଶ୍ୱସ୍ତ ସଖା ମଧ୍ୟ ହୋଇପାରିଛି। କବିଙ୍କ ହାତର ସେହି ଅସ୍ତ୍ର ସମାଜରେ ଭ୍ରଷ୍ଟାଚାରୀ, ଦୁର୍ନୀତିଗ୍ରସ୍ତ ଶାସକ ପ୍ରାଣର କୁକୁଆ ଭୟ ସୃଷ୍ଟି କରିପାରେ ଏବଂ ସ୍ୱେଚ୍ଛାଚାରୀ ପୁଞ୍ଜିପତି ହୃଦୟରେ କମ୍ପନ ସୃଷ୍ଟି କରିପାରେ। ଇଏ ହେଉଛି କଲମର ବିଶେଷତ୍ୱ। ଜାତିଗତ ବୈଷମ୍ୟ ତଥା ଧର୍ମଗତ ବିଭେଦକୁ ଦୃଢ ହସ୍ତରେ ଦମନ କରିପାରେ। ଇଏ ଯେ ସେହି କ୍ଷୀଣ ତନୁଧାରୀ କଲମ। ଧନୀକର ଧନ କି ଶକ୍ତିଶାଳୀର ବାହୁବଳ ତା ପାଖରେ ହାର ମାନି ଯାଇଥାଏ। କୌଣସି ଧନୀ ବ୍ୟକ୍ତି ମଧ୍ୟ ତା ସମ୍ମୁଖରେ ତିଷ୍ଠି ରହିପାରିବେ ନାହିଁ। ଇଏ ହେଲା କଲମର ବିଶେଷତ୍ୱ। ଅତ୍ୟାଚାରୀ ତଥା ଶୋଷକ ଶ୍ରେଣୀର ବ୍ୟକ୍ତିବର୍ଗର ହୃଦୟ ସ୍ପନ୍ଦନ ବୃଦ୍ଧି କରିବାରେ କଲମର ଭୂମିକା ଯେ ଅନସ୍ୱୀକାର୍ଯ୍ୟ। ଆମେ ତାହା ପରିକଳ୍ପନା ମଧ୍ୟ କରିପାରିବା ନାହିଁ। ତାର ଯୋଉ ଶକ୍ତିକୁ ସର୍ବୋପରି ତୀକ୍ଷ୍ଣ ଅସିଠାରୁ ଏହାର ଆହୁରି ତୀକ୍ଷ୍ଣତା ଯେ ଅଧିକ ଭୟଙ୍କର କବି ଏଠାରେ ପ୍ରକାଶ କରିଛନ୍ତି। ଯଦି ଦେଖିବା ପିଲାମାନେ, ଏକାଧାରରେ ମୁଁ କହିବି ଯଦି କଲମଟି ହେଉଛି ଗୋଟେ ଅସ୍ତ୍ର ଏବଂ ଯୋଦ୍ଧା ସଦୃଶ। ବର୍ତ୍ତମାନର ସମାଜରେ ଦେଖାଯାଉଥିବା ବା କଳୁଷିତ ହେଉଥିବା ସମାଜକୁ କୋଉଭଳି ଭାବରେ ଠିକ କରାଯାଇ ପାରିବ, ତାହା କୋଉ ମାଧ୍ୟମରେ ହବ ନା କଲମର ମାଧ୍ୟମରେ ହବ। ନେକ୍ସଟ କ୍ୱେଶ୍ଚିନକୁ ଦେଖିବା। 28 କୁ ଆଲୋଚନା କରିବା ପିଲାମାନେ। ଭାଜେ କରବାଳ ବଜ୍ର ମୁଷଳ କେତେ ଏହି ମୋହି ତଳେ, ବାଡ଼ବ ଉଠୋଇ ଗିରି ଓଲଟଇ ଭାସେ ମରୁ ଧରା ଜଳେ। ଇଏ ହେଲା ଆମର କ୍ୱେଶ୍ଚିନ ନମ୍ବର 28 ର ପ୍ରଶ୍ନ ପିଲାମାନେ। ଆମେ ସରଳାର୍ଥକୁ ଟିକେ ଆଲୋଚନା କରିବା। ସଂସ୍କୃତ ପଦ୍ୟାଂଶଟି ମାନବବାଦୀ କବି ଗୋଦାବରୀଶ ମହାପାତ୍ରଙ୍କ ରଚିତ ହେ ମୋର କଲମ ପଦ୍ୟ ସଂକଳନ ଅନ୍ତର୍ଗତ ହେ ମୋର କଲମ ଶୀର୍ଷକ କବିତାରୁ ଅଣାଯାଇଛି ଏବଂ ଏଠାରେ କବି ଏକ ସାଧାରଣ କଲମର ଅତୁଳନୀୟ ତଥା ଅପ୍ରମିତ ଶକ୍ତି ଉପରେ ଆଲୋକପାତ କରିଛନ୍ତି। ଆମେ ଜାଣିଛୁ ଗୋଟେ କଲମ ହଉଛି ଗୋଟେ ତୁଚ୍ଛ ବସ୍ତୁ, କିନ୍ତୁ ତାର ଯେ ଅତୁଳନୀୟ ଅବଦାନ ଅଛି ତାହା ଏଠାରେ ଆମେ ଦେଖିବାକୁ ପାଇବା ପିଲାମାନେ। ସାମାନ୍ୟ କେତୋଟି ପଇସା ବିନିମୟରେ ଉପଲବ୍ଧ କ୍ଷୀଣ ଦୁର୍ବଳ ତନୁ ବିଶିଷ୍ଟ କଲମଟିର ଶକ୍ତି ଯେ ଅପରିସମ କବି ଏଠାରେ ଉଲ୍ଲେଖ କରିଛନ୍ତି। ଆମେ ଯଦି ଦେଖିବା ତାର ଶରୀର ହଉଛି ଦୁର୍ବଳ, ଅତି କ୍ଷୀଣ, କିନ୍ତୁ ତାର ଶକ୍ତି ଯଦି ଆମେ ଆଲୋଚନା କରିବା ପିଲାମାନେ, ସେ କଣ କରିପାରିବ ନା ଦୁନିଆର ସବୁ କିଛି ଜିନିଷକୁ ସମ୍ଭବ କରିଦେଇ ପାରିବ। ତାର ପାଖରେ ସେତିକି ଶକ୍ତି ଅଛି ଯାହାକି ପରିକଳ୍ପନା ମଧ୍ୟ କରିହବ ନାହିଁ। ଧରାଧାମରେ ନିଜକୁ ସର୍ବଶକ୍ତିମାନ ମନେ କରୁଥିବା ଏକଛତ୍ରବାଦୀ, ସ୍ୱେଚ୍ଛାଚାରୀ, ପ୍ରଜାପୀଡ଼କ, କ୍ଷମତା ଲିପ୍ସୁ ଶାସକ ନିଜ ସୈନ୍ୟ ଦଳ, ଧନବଳ, କୂଟନୀତି ବଳରେ ଧରାକୁ ସ୍ୱରାଜ୍ଞାନ କରନ୍ତି। ଏ ସମସ୍ତେ କଣ କରିଥାନ୍ତି ନା ଧରାକୁ ସରା ମନେ କରିଥାନ୍ତି। ଆମେ ଯଦି ଦେଖିବା ତାହେଲେ ସମସ୍ତଙ୍କ ଠାରୁ ସର୍ବଶକ୍ତିମାନ ହଉଛି କିଏ ନା ସେ ହଉଛି କଲମ। ଶୋଷଣ ଓ ଅତ୍ୟାଚାରରେ ଜୀବନକୁ ହାହାକାର ମଧ୍ୟକୁ ଠେଲି ଦିଅନ୍ତି ଏମାନେ, ଯେଉଁମାନେ ଏକଛତ୍ରବାଦୀ। କିନ୍ତୁ ସାମାନ୍ୟ ଏକ କଲମ ସେମାନଙ୍କର ସମସ୍ତ ଦୁର୍ନୀତି, ବ୍ୟଭିଚାର, ଭ୍ରଷ୍ଟାଚାର ବିରୋଧରେ ଜନଜାଗରଣ ସୃଷ୍ଟି କରି ତାର ସବୁ ଅହଙ୍କାରକୁ ଧୂଳିସାତ କରିଦେଇପାରେ। କଲମ ପାଖରେ ସେଇଭଳି ଶକ୍ତି ଦେଖିବାକୁ ମିଳିଥାଏ। ନିରୀହ ପ୍ରଜାମଣ୍ଡଳଙ୍କ କଣ୍ଠରେ ବିପ୍ଳବର ବାଣୀ ଶୁଣାଏ। ଶାସନତନ୍ତ୍ର ବିରୁଦ୍ଧରେ ବିଦ୍ରୋହ ସୃଷ୍ଟି କରିପାରେ କଲମ।
ସେ କଣ କରିପାରିବ ନା ଯାହା ଚାହିଁବ ତାହା କରିପାରିବ। ସେ ବିପ୍ଳବ ମଧ୍ୟ କରିଦେଇ ପାରିବ। ପର୍ବତ ପ୍ରାୟ ଦୃଢ ପ୍ରତିରକ୍ଷା ବଳ ଅକ୍ଲେଶରେ ପରାହତ ହୋଇଥାଏ। ସେ ଯଦି ଚାହିଁଲେ ପର୍ବତକୁ ମଧ୍ୟ ସେ କଣ କରିପାରିବ, ଅକ୍ଲେଶରେ ହରାଇ ଦେଇପାରିବ। କଲମର ଶକ୍ତି ସମ୍ମୁଖରେ ନରହନ୍ତାର ତରବାରୀ ଭାଙ୍ଗି ଚୁରମାର ହୋଇଯାଇଥାଏ। ଯଦି ଆମେ ଦେଖିବା ଗୋଟେ ଖଣ୍ଡା ବା ତରୁଆଳ ମଧ୍ୟ ଫିକା ପଡିଯିବ କାହା ସମ୍ମୁଖରେ, ନା କଲମର ସମ୍ମୁଖରେ। କଲମର ଧାର ଯେ ଅତି ବହୁତ, ବଜ୍ର ଓ ମୁଷଳ ପରି ତାର ଶକ୍ତି ଅସ୍ତ୍ର ହୁଏ ଚୂର୍ଣ୍ଣ ବିଚୂର୍ଣ୍ଣ। ଯଦି ବଜ୍ର ଏବଂ ମୁଷଳ ସହିତ ଯଦି ଆମେ ତାକୁ ତୁଳନା କରିବା, ତାହେଲେ ବଜ୍ର ଏବଂ ମୁଷଳ ମଧ୍ୟ କଣ ହବ ନା ହାରିଯିବ। ଏହି କଲମ ସାଗର ବକ୍ଷରେ ସୃଷ୍ଟି କରିପାରେ ଅଗ୍ନିର ତାଣ୍ଡବ, ମରୁଭୂମିରେ ସୃଜିପାରେ ବନ୍ୟାର ପ୍ଲାବନ। ସେ ସବୁ କିଛି କରିଦେଇପାରେ ପିଲାମାନେ। ଅପ୍ରତ୍ୟାଶିତ ପରିବର୍ତ୍ତନ ସଂରଚନା କରିପାରେ ଲେଖନୀର ଶକ୍ତି। 80 ଠାରୁ ମସି ଯେ ଶକ୍ତିଶାଳୀ, ଏଠାରେ ଲେଖକ କଣ କରୁଛନ୍ତି ନା ତାକୁ ବର୍ଣ୍ଣନା କରିଛନ୍ତି। 80 କହିଲେ କଣ ନା ଖଣ୍ଡା। କ୍ୱେଶ୍ଚିନ୍ ନମ୍ବର 29 କୁ ଦେଖିବା। କେତେ ଅବତାରେ ଧରଣୀ ବୁକୁରେ ଦେବତା ହୋଇଲା ନର, କାଳ ଇଙ୍ଗିତରେ ଲୁଚି ଗଲେ ସବୁ ରହିଲା ତୁମରି ଗାର। ସଂସ୍କୃତ ଉଦ୍ଧୃତାଂଶଟି ଜାତୀୟତାବାଦୀ କବି ଗୋଦାବରୀଶ ମହାପାତ୍ରଙ୍କ ରଚିତ ହେ ମୋର କଲମ କବିତାରୁ ଅଣାଯାଇଛି। କବି କଲମର କାଳଜୟୀ ଭୂମିକା ଉପରେ ଏଠାରେ ଗୁରୁତ୍ୱପୂର୍ଣ୍ଣ ଆରୋପ କରିଛନ୍ତି। ଯୁଗ ଯୁଗାନ୍ତରରେ କଣ ହେଇଛି ନା ବହୁ ମହାମନୀଷୀ ମାନେ ଧରଣୀ ବୁକୁରେ ଆବିର୍ଭୂତ ହୋଇ ସେମାନଙ୍କର ମହାମାନବୀୟ କାର୍ଯ୍ୟଧାରା ଓ ଅତି ମାନବୀୟ ଦିବ୍ୟବାଣୀ ପ୍ରଦାନରେ ମହିମାବନ୍ତ ହୋଇ ପୟମ୍ବର ଭାବେ ସେମାନେ ପୂଜିତ ହେଉଛନ୍ତି। ଏହି ଧରଣୀ ବା ଏହି ପୃଥିବୀରେ ସେମାନେ ଜନ୍ମଲାଭ କରି ବିଭିନ୍ନ ପ୍ରକାର ମହାନ କାର୍ଯ୍ୟ କରିଛନ୍ତି ଏବଂ ଦିବ୍ୟବାଣୀ ମଧ୍ୟ ସେମାନଙ୍କର ଗୁଣଗାନ କରୁଛନ୍ତି ଏବଂ ସେମାନଙ୍କର ଉଚ୍ଚ ଆଦର୍ଶ ଯୁକ୍ତ ଜୀବନଶୈଳୀ ତଥା ସୁମହାନ ସାଧୁତା ସେମାନଙ୍କୁ ଜନସମାଜରେ ଦେବତାର ଆସନ ଉପରେ ଉପବିଷ୍ଟ କରିପାରିଛି। ତାଙ୍କର ଆଦର୍ଶ ହେଉଛି ଅତି ଉଚ୍ଚ କୋଟିର, ତେଣୁ ସେମାନଙ୍କୁ ଦେବତା ତୁଲ୍ୟ ମନେ କରାଯାଇଥାଏ। ସେମାନଙ୍କର ମୁଖ ନିଃସୃତ ଶାଶ୍ୱତ ବାଣୀକୁ ଅଦ୍ୟାବଧି ଜନସମାଜରେ ପରିପ୍ରସାର କରିବାରେ କଲମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମାନେ ଆଜି ଇହଧାମରେ ନାହାନ୍ତି ସତ, କିନ୍ତୁ ସେମାନଙ୍କର ଚିର ଅମର କରି ରଖିଛି କଣ ନା ତାଙ୍କର ଲେଖନୀ ଗୁଡ଼ିକ। ତାଙ୍କ ହାତରୁ ଝରି ଆସିଥିବା ଅନେକ ଗୁଡ଼ିଏ ଲେଖା ଆଜି ବି ଅମର ଗୀତ ବା ଅମର ଗାନ ଗାଉଅଛି। ପରିବର୍ତ୍ତନଶୀଳ ଦୁନିଆରେ କୌଣସି ବ୍ୟକ୍ତି ଚିରସ୍ଥାୟୀ ନୁହେଁ। ମାଟିର ଘଟ ଦିନେ ନା ଦିନେ ମାଟିରେ ନିଶ୍ଚିତ ଭାବରେ ମିଶିଯିବ। ମର୍ତ୍ତ୍ୟମଣ୍ଡଳ ଦେହ ବହି ଦେବତା ହୋଇଲେ ମରଇ, ଇଏ ଗୋଟେ ଭାଗବତର ଗୋଟେ ଅନୁଚିନ୍ତା। କିନ୍ତୁ ସେହି ନର ଦେବତାର ଅମୃତ ବାଣୀକୁ ଯୁଗ ଯୁଗାନ୍ତ ପାଇଁ ଧରି ରଖି କିଏ ନା ସେ ହେଉଛି କଲମ। ସେ ଯୋଉ ଅମୃତ ବାଣୀକୁ କଲମ କଣ କରିଛି ନା ଲେଖି ରଖିଛି। କାଳର କରାଳ ବୁକୁରେ ସବୁ କିଛି ବିଲୁପ୍ତ ହୋଇଯାଉଥିଲେ ମଧ୍ୟ ଲେଖନୀଗାର ଚିର ଅମର ହୋଇ ରହିଥାଏ। ଏଠାରେ କବି ଲେଖନୀକୃତ ସୃଷ୍ଟି ସମ୍ଭାରର ଚିରନ୍ତନତା ଉପରେ ଗୁରୁତ୍ୱ ଆରୋପ କରୁଛନ୍ତି। ଆମେ ନେକ୍ସଟ କ୍ୱେଶ୍ଚିନ୍ କୁ ଯିବା। କ୍ୱେଶ୍ଚିନ୍ ନମ୍ବର 30। ତୁମେ ତ ଚାଲିନ ଛଳନାରେ କେବେ, ଥକିନ ଗୁଣ୍ଡାମିରେ, ପେଷଣ ଶୋଷଣ ଦୂଷଣ ଦେଇଛ ଆଡ଼େଇ ଏକଇ ଗାରେ। ସଂସ୍କୃତ ପଦ୍ୟାଂଶଟି ପ୍ରଖ୍ୟାତ ମାନବବାଦୀ କବି ଗୋଦାବରୀଶ ମହାପାତ୍ରଙ୍କ ରଚିତ ହେ ମୋର କଲମ ଶୀର୍ଷକ କବିତାରୁ ଅଣାଯାଇଛି। ଏଠାରେ କବି ସମାଜରେ ପରିଦୃଷ୍ଟ ଶୋଷଣ, ଅତ୍ୟାଚାର, ଭ୍ରଷ୍ଟାଚାର ଇତ୍ୟାଦିର ମୂଳ ଉତ୍ପଟନର କଲମର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଅବତାରଣା କରିଛନ୍ତି। ଅସାମାଜିକତାକୁ ଲକ୍ଷ୍ୟ କଲେ ତାଙ୍କ ଅନ୍ତର କଣ ହେଇଥାଏ ନା କାନ୍ଦି ଉଠିଥାଏ। ତାଙ୍କ ଲେଖନୀ ହୋଇ ଉଠେ ଚଳଚଞ୍ଚଳ। ସମାଜରେ ଘଟି ଯାଉଥିବା ଶୋଷଣ, ପେଷଣ, ଅତ୍ୟାଚାର ବିରୁଦ୍ଧରେ ତାଙ୍କ ଲେଖନୀ ଜନସଚେତନତା ସୃଷ୍ଟି କରିଥାଏ ଏବଂ ଦୁର୍ନୀତିଗ୍ରସ୍ତ ଭ୍ରଷ୍ଟାଚାରୀର ଯଥେଚାର ବିରୋଧରେ ବିଶୋଧ ଭାବରେ କଣ କରିଥାଏ ନା କଲମ ତାର ପ୍ରତିବାଦ କରିଥାଏ। ଅଗ୍ନିବର୍ଷା ଲେଖା ମାଧ୍ୟମରେ ଦଳିତ, ଶୋଷିତ, ଯନ୍ତ୍ରଣା ଜର୍ଜରିତ ଜନସାଧାରଣଙ୍କ ମନରେ ସେ ବିପ୍ଳବର ବୀଜ ବହନ କରିଥାଏ। ବପନ ନୁହେଁ ପିଲାମାନେ, ଏଇଟା ବହନ ହବ। ଠିକ ଅଛି, ବହନ। ଏଇଟା ହବ କଣ ନା ବହନ। ଏବଂ ବଳଶାଳୀ ଗୁଣ୍ଡାର ଗୁଣ୍ଡାମିକୁ ସେ କଣ ଖାତିର କରିନଥାଏ। କିଏ ନା କଲମ। ତାର ସ୍ପଷ୍ଟବାଦିତା ନିକଟରେ ସବୁ ଛଳନା ଓ ଅବିଶ୍ୱାସ ହାର ମାନି ଯାଇଥାଏ। ଲେଖନୀ ମୁନର ଗୋଟିଏ ଗାର ସମାଜରେ ଦୁର୍ନୀତି ରୂପକ କର୍କଟ ବ୍ୟାଧି ପାଇଁ ମହୌଷଧିର ଗୋଟେ କାର୍ଯ୍ୟ ଭାବରେ
କାମ କରିଥାଏ। କଲମ ମୁନରୁ ଝରି ପଡିଥିବା ଶାଣିତ ବାକ୍ୟ ମାନେ ଗୁଡ଼ିକ କ୍ଷମତାଶାଳୀ ପ୍ରଜାପୀଡ଼କ ଶାସକ ହୃଦୟରେ କମ୍ପନ ସୃଷ୍ଟି କରିଥାଏ ଏବଂ ସମାଜରେ କଳଙ୍କିତ ମନ୍ଦବୁଦ୍ଧି ସମ୍ପନ୍ନ ସ୍ୱାର୍ଥନ୍ୱେଷୀ ବ୍ୟକ୍ତିମାନଙ୍କ ପ୍ରତି କବି ମନର ସ୍ୱତଃସମ୍ଭୂତ ବିଦ୍ରୋହ ପ୍ରକାଶ କରିଥାଏ। क्वेश्चन नंबर 31 विप्लव तव सत्य शांति शिव सुंदर रसे जुग जुगान्त अंधार भेदी तुमरी प्रदीप हसे। आलोच्य विषय वस्तु जातीयतावादी कवि गोदावरीश महापात्र रचित हे मोर कलम शीर्षक कवितार उद्धृत। एटारे कवि कौन करछन्ति ना सत्य शांति अहिंसार महानता प्रतिष्ठारे कलमर नीरव विप्लव एवं कालजयी भूमिका को जयगान करछन्ति पिला माने। दुनियार समस्त महाशक्तिर ऊर्ध्वरे जे कलमर शक्ति यह सर्वजन स्वीकृत। मनुष्य हृदय शाश्वत चेतना भरिदे देवगुण भूषित करि पारे किए ना कलम। लोक माननकु देवता रूपे मध्य कौन करथाय ना परिगणित कर दे पारथाय। दुनियार समस्त महाशक्तिर ऊर्ध्वरे जे कलमर शक्ति यह सर्वजन स्वीकृत। मनुष्य हृदय शाश्वत चेतना भरिदे देवगुण भूषित करि पारे कलम। अज्ञान अंधकार रे पथहरा मनुष्य को सत्यर पथ प्रदर्शक करि पारे कलम। मानव प्राण रे सृष्टि रे सत्य शिव सुंदर दिव्य चेतना भर दे पारे कलम। कलमकृत विप्लव ध्वंसकारी न होई मानव जाति को करे सत्मार्ग प्रदर्शन। से कौन करता से ना विपथगामी कर न थाए पिला माने से सद्गामी बा सत्मार्ग प्रदर्शन करि थाए। महापुरुष मानक मुख निःसृत शाश्वत वाणी को लिपिबद्ध कराए जुग जुगान्त को साइती रखी पारि थाए कलम एवं तार उपदेश गुड़िक अमृत तुल्य। शांति और अहिंसार आदर्श को अनुसरण करी दिव्य जीवनर अधिकारी हेबाकू प्रेरणा प्रदान करे कलम। सकल नैतिकता और पूर्ण शुद्धता को जीवनर पाथेय करने को यह मध्य कौन करथाय ना प्रेरणा प्रदान करथाय। कालर विवर्तन रे सबु किछिर परिवर्तन घटुतिले मध्य कलमर स्थान चिरंतन और तार कृति चिर अमर। प्रदीपर आलोक शिखा अंधकार दूर कला परे कलम सुष्ट अक्षरमाला मानवर अज्ञान रूपक तिमिर नाश करिबारे मध्य कौन करथाय ना बलिष्ठ भूमिका ग्रहण करिथाय। क्वेश्चन नंबर 32 दीर्घ उत्तरमूलक प्रश्नोत्तर पिला माने जदि तुमको तीनोटी प्रश्न थिबो जेमती हे मोर कलम कविता अवलंबन रे कविंकर विप्लवात्मक मनोवृत्तिर परिचय दियो कहले आमे एही आंसर लिखि पारिबा। किंबा हे मोर कलम कविता रे कवि गोदावरीशकर विप्लवात्मक चेतनार जो स्फुरण घटिछि ताहा आलोचना कर कहले मध्य यह ही लिखिबा। किंबा कलम ही कविर विप्लवर संतक यह पठित कविता अनुसरण प्रतिपादन कर एटा भी कहले आमे कोन करिबा ना यार आंसर ही लिखिबा को पड़िबो। आमे तांको स्मृति गुडी को लिखिबा को पड़िबो से तांकर रचना संभार को टिके आलोचना करबा को पड़िबो एवं आलोच्य कविता हे मोर कवि कलम कविंको हे मोर कलम शीर्षक कविता संकलन माने उद्धृत जोड़ा आमे ऑलरेडी माने अन्य वीडियो मानकरे डिस्कशन करछु ताहा ही अछि पिला माने। तो तमे टिके याकू टिपी रखो एवं निश्चित भाव रे जदि किछि बुझिबार असुविधा होथाय ताले आमे याकू कोन करिबा ना एक गोटे सेपरेट वीडियो रे लॉन्ग क्वेश्चन गुडी को आलोचना करिबा क्वेश्चन नंबर 32 को एवं यार सविशेष विवरणी मु निश्चित भाव रे तुमको वर्णना कर देबी। जदि किछि असुविधा होथाय बुझिबारे ताले कमेंट माध्यम रे जणेबा को अनुरोध। धन्यवाद। थैंक यू टू ऑल। ये हला क्वेश्चन नंबर 32 एंड 33 आमे अन्य वीडियो रे आलोचना करबा पिला माने। धन्यवाद।